ଏବେ ଆପଣମାନେ ଜାଣିଥିବେ କି ଯେଉଁ ସୁଭଦ୍ରା ଯୋଜନା ବାହାରିଛି ଯେଉଁ ମାଆ ମାନେ ପକାଇଥିଲେ ଆପ୍ଲାଏ କରିଥିଲେ ତାଙ୍କରି ଆକାଉଣ୍ଟକୁ ପ୍ରଥମେ 1 ଟଙ୍କା କ୍ରେଡ଼ିଟ୍ ହେଉଛି ଦେଖିପାରୁଥିବେ ଏଇଠି। ତ ସେଇମାନଙ୍କର କ୍ରେଡ଼ିଟ୍ ହେଉଛି ଯେଉଁମାନେ ଫର୍ମ ଫିଲ୍ଅପ୍ ଠିକ୍ ଭାବରେ କରିଛନ୍ତି ଆଉ ସଠିକ୍ ଭାବରେ ସେମାନେ ଯାଇକି ଆଧାର ସେଣ୍ଟରରେ ଡିପୋଜିଟ୍ କରିଛନ୍ତି। ତ ସେଇ ମାଆମାନଙ୍କୁ କେବଳ ଟଙ୍କା ମିଳିଛି। ଆପଣ ଭାବନ୍ତୁନି କି ଆପଣଙ୍କୁ ମିଳିବନି, ଆପଣ ବି ଧୈର୍ଯ୍ୟ ସହିତ ରୁହନ୍ତୁ। ଆଉ ଆପଣ ଯଦି ଆଧାର କାର୍ଡ଼କୁ ଅପଡ଼େଟ୍ କରିନାହାନ୍ତି ପ୍ରଥମେ ତ ଅପଡ଼େଟ୍ କରାଇ ନିଅନ୍ତୁ, ତାପରେ ସୁଭଦ୍ରା ଯୋଜନା ପାଇଁ ଆପ୍ଲାଏ କରନ୍ତୁ। ସଠିକ୍ ଭାବରେ ଫର୍ମ ବି ଭରିବେ। ଯଦି ଫର୍ମ ବି ନ ଭରିପାରିବେ ମୁଁ ମୋ ଡେସ୍କ୍ରିପ୍ସନ୍ରେ ବି ସେ ଲିଙ୍କ୍ ଦେଇଦେଇଛି, ଆପଣ ସେମିତି ଯାଇକି ଫର୍ମକୁ ଭରି ପାରିବେ। ତ ଏବେ ଆପଣମାନେ କୌଣସି ଚିନ୍ତିତ ହେବା ଦରକାର ନାହିଁ। ଆପଣଙ୍କ ଆକାଉଣ୍ଟକୁ ଏବେ ଟଙ୍କାଟା ଆସିନି, କିନ୍ତୁ ଆପଣଙ୍କ ଆକାଉଣ୍ଟକୁ ଯେମିତି ହେଲେ ପଇସା ଆସିବ। ପ୍ରଥମେ ଆପଣ ଆଧାର କାର୍ଡ଼ ଠିକ୍ କରିବେ, ତାପରେ ଆପଣଙ୍କର ସୁଭଦ୍ରା ଫର୍ମକୁ ସଠିକ୍ ଭାବରେ ଭରିବେ, ତାପରେ ଆଧାର ସେଣ୍ଟରରେ ଯାଇକି ଆପଣ ସେଠାରେ ଆପ୍ଲାଏ କରିବେ। ଆପଣ ବି ପଇସା ବହୁତ ଜଲ୍ଦି କ୍ରେଡ଼ିଟ୍ ହେଇକି ଆସିବ। ତ ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା, ଏବେ ଯେଉଁ 17 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ, ସେଇ ତାରିଖ ଦିନ 17 ତାରିଖ ଦିନ ପ୍ରତ୍ୟେକ ମାଆମାନଙ୍କର ଆକାଉଣ୍ଟକୁ 15,000 ଟଙ୍କା ଆକାଉଣ୍ଟ କ୍ରେଡ଼ିଟ୍ ହେବ। ଯେଉଁ ମାଆମାନଙ୍କର 1 ଟଙ୍କା ଲେଖାଏଁ ଆସିଛି, ତ ସେଇ ମାଆମାନଙ୍କର 15 ଟଙ୍କା କ୍ରେଡ଼ିଟ୍ ହେବ। ତ ଆପଣ ବି ଧୀରେ ଧୀରେ ଆଧାର ସେଣ୍ଟରକୁ ଯାଆନ୍ତୁ ଆଉ ସବୁ ଫର୍ମ ଅପଡ଼େଟ୍ କରିସାରିଲା ପରେ ଆପଣ ସେଟା ଆପ୍ଲାଏ କରନ୍ତୁ। ତ ଚାଲନ୍ତୁ ଆଜିର ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା ଆମ କମେଣ୍ଟ ସେକ୍ସନ୍ ନିହାତି ଜଣାଇବେ। ଯଦି ମନରେ କିଛି ଡାଉଟ୍ ଅଛି ତ କମେଣ୍ଟ କରିପାରିବେ। ତ ଆଜି ପାଇଁ ଏ ଭିଡ଼ିଓ ଏଇଠି ରଖୁଛି। ରହୁ ସାଙ୍ଗମାନେ, ଜୟ ଜଗନ୍ନାଥ।